ସାଙ୍ଗମାନେ ଆପଣଙ୍କର ପ୍ରିୟ ଧାରାବାହିକ ସିରିଏଲ ସିନ୍ଦୁରକାଳ ଏପିସୋଡରେ ଆପଣମାନେ ଦେଖିବାକୁ ପାଇବେ ଜବରଦସ୍ତ ସିନ୍। ହଁ ସାଙ୍ଗମାନେ ଆପଣମାନେ ଦେଖିବାକୁ ପାଇବେ ଯେ ଆଜି ଯେତେବେଳେ ଆଦ୍ୟ ପୁରା ପରିବାରକୁ କହିଥିବେ କି ମୋର ପଇସା ଦରକାର ନାହିଁ, ମୋର ଖାଲି ଅଂଶ ଦରକାର, ଆଉ ସେତେବେଳେ ଆଦ୍ୟର ପ୍ରକୃତ ଭଲ ପାଇବା ଦେଖି ଅଂଶ ପୁରା ଫିଦା ହୋଇଯିବେ। ତାପରେ ଆଦ୍ୟ ତାଙ୍କ ରୁମ୍ରେ ଥିବା ଟାଇମରେ ଅଂଶ ଆସିକି ପହଞ୍ଚିଯିବେ। ତାପରେ ଅଂଶ କହିବେ ମୋର ବୁଝିବା ଦରକାର ଥିଲା ଯେ ତମେ ସେମିତିକା ଲୋକଙ୍କ ଭିତରେ ନାହଁ ଯେଉଁମାନେ ଟିକେ ସୁଯୋଗ ପାଇଲେ ବହୁତ ତଳକୁ ଖସି ଯାଆନ୍ତି। ଆଉ ଯେତେ ଦୂର ସମ୍ଭବ ମୋତେ ଟିକେ କ୍ଷମା କରିଦେବ। ଏବେ ଅଂଶ କଥା ଶୁଣି ଆଦ୍ୟ ମନେ ମନେ ଖୁସି ହୁଅନ୍ତି। ଆଉ ତାପରେ ଅଂଶ ଯିବା ସାଙ୍ଗେ ସାଙ୍ଗେ ଆଦ୍ୟ ତାଙ୍କ ପଛପଟୁ ଧରି ନିଅନ୍ତି। ଏବେ ଆଦ୍ୟ କହିବେ ତମେ ମୋତେ କ୍ଷମା ମାଗିବାକୁ ଆସିଛ ତ, ହେଲେ ଗୋଟିଏ ହକ୍ କରିବା ତ ନିହାତି ଦରକାର। ଆଉ ସେତେବେଳେ ଅଂଶ ଟିକେ ଲାଜେଇକି କହିବେ କି ହକ୍ ଫକ୍ ଦରକାର ନାହିଁ, ମୋତେ ଛାଡ଼। ହେଲେ ଆଦ୍ୟ କିନ୍ତୁ ଛାଡ଼ୁନାହାନ୍ତି। ତାପରେ ଅଂଶ ଆଦ୍ୟଙ୍କ ହାତ ଛଡ଼େଇବା ଟାଇମରେ ହଠାତ୍ ଅଂଶଙ୍କ ଗୋଡ଼ ଖସିଯାଏ। ଆଉ ଏବେ ଆଦ୍ୟ ଯାହା ଚାହୁଁଥିଲେ ସେଇଟା ହିଁ ହେଲା। ଅଂଶ ତଳେ ପଡ଼ିଗଲେ ଆଉ ଆଦ୍ୟ ତାଙ୍କ ଉପରେ ପଡ଼ିଗଲେ। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ କ'ଣ ଲାଗୁଛି ଅଂଶ ଆଉ ଆଦ୍ୟଙ୍କର ପ୍ରେମର ବନ୍ଧନ କ'ଣ ଆଗକୁ ବଢ଼ିବ? ଯଦି ହଁ କମେଣ୍ଟରେ ଏସ୍ ବୋଲି ଲେଖନ୍ତୁ। ଆଉ ଆଜିର ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ।